ଥରେ ଗୋଟିଏ ପୋଖରୀ ପାଖରେ ଗୋଟିଏ ବେଙ୍ଗ ତା ପରିବାରକୁ ନେଇ ରହୁଥିଲା। ମା ବେଙ୍ଗ ଆଉ ତାର 5ଟି ଛୁଆ। ମା ବେଙ୍ଗ ସବୁବେଳେ ହସ ଖୁସିରେ ଦିନ କାଟୁଥିଲା, କାରଣ ତାକୁ ଓ ତାର ପିଲାମାନଙ୍କୁ ପ୍ରଚୁର ପରିମାଣର ଖାଦ୍ୟ ସେଇଠି ମିଳିଯାଉଥିଲା। ସେଥିପାଇଁ ଦିନକୁ ଦିନକୁ ମା ବେଙ୍ଗର ଆକାର ବଢ଼ିବାକୁ ଲାଗିଲା, ଯାହାଫଳରେ ସେ ନିଜ ମୋଟାପଣକୁ ନେଇ ଗର୍ବ କରିବାକୁ ଲାଗିଲା। ସେଇଥିପାଇଁ ସେ ସବୁବେଳେ ନିଜ ଛୁଆମାନଙ୍କୁ କହୁଥାଏ, ମୋ ଠାରୁ ବଡ଼ ଏ ଦୁନିଆରେ ଆଉ କେହି ବି ନାହାନ୍ତି। ସେହିପରି ମା ବେଙ୍ଗର ଛୁଆମାନେ ଖୁବ୍ ଦୁଷ୍ଟ ଥିଲେ। ତାଙ୍କର ବି ହସ ମଜାରେ ଦିନ କଟୁଥିଲା। ସବୁଦିନ ନିଜ ଘର ବାହାରେ ବିଭିନ୍ନ ପ୍ରକାରର ଖେଳ ଖେଳୁଥିଲେ। ସେହି ଆଖପାଖ ପୋଖରୀ ପାଖରେ ଅନ୍ୟ ଜୀବ ରହୁନଥିବାରୁ ଛୁଆମାନଙ୍କୁ ତାଙ୍କ ମା ହିଁ ସବୁଠୁ ବଡ଼ ଓ ବଳବାନ ଲାଗୁଥିଲେ। ଛୁଆ ବେଙ୍ଗମାନେ ମାକୁ ଯାହା ବି କରିବାକୁ କହୁଥିଲେ, ମା ବେଙ୍ଗ ତାକୁ ସାଙ୍ଗେ ସାଙ୍ଗେ କରିକି ଦେଖାଉଥିଲା। ଯେମିତିକି ଛୁଆ ବେଙ୍ଗ ମାକୁ ଛିଣ୍ଟିକା ମାରିବାକୁ କହିଲେ ସେ ଚଟାପଟ ବୁଦା ଭିତରକୁ ଯାଇ ଛିଣ୍ଟିକା ନେଇ ଆସୁଥିଲା। ସେଇଥିପାଇଁ ଛୁଆମାନେ ମାକୁ ତାଙ୍କର ବେଶୀ ମାନୁଥିଲେ। ଛୁଆମାନେ ଦିନେ ମାକୁ କହିଲେ, ଆମେ ଗୋଟିଏ ଜାଗାରେ ଖେଳୁଥିଲି, ଆଉ ଏ ଜାଗାରେ ଭଲ ଲାଗୁନି। ଆମେ ଆଜି ଖେଳିବାକୁ ପାଖ ପଡ଼ିଆକୁ ଯାଉଛୁ। ମା ବେଙ୍ଗ କହିଲା, ହଉ ଯାଅ, କିନ୍ତୁ ବେଶୀ ଦୂର ବାଟକୁ ଯିବନି ଆଉ ଘରକୁ ଶୀଘ୍ର ଫେରି ଆସିବ। ମା ଠାରୁ ଏକଥା ଶୁଣି ଛୁଆମାନେ ଖୁସି ହୋଇଗଲେ ଆଉ ମନ ଖୁସି କରି ଡେଇଁ ଡେଇଁ ସେ ପାଖ ପଡ଼ିଆରେ ପହଞ୍ଚିଲେ। ସେଠି ନିଜ ପସନ୍ଦ ମୁତାବକ ଖେଳିଲେ ଓ ଖୁବ୍ ମଜା କଲେ। ଛୁଆ ବେଙ୍ଗମାନଙ୍କ ମଧ୍ୟରେ ଗୋଟେ ବେଙ୍ଗ ଖେଳୁ ଖେଳୁ ଅନ୍ୟ ବେଙ୍ଗମାନଙ୍କ ଠାରୁ ଅଲଗା ହୋଇଗଲା। ସେ ଡେଇଁ ଡେଇଁ ବିଲ ଆରପଟକୁ ଚାଲିଗଲା। ହଠାତ୍ ତା ସାମ୍ନାରେ ଗୋଟେ ବଡ଼ ବଳଦକୁ ଦେଖିବାକୁ ପାଇଲା। ବଳଦ ସେହି ପଡ଼ିଆରେ ଘାସ ଚରୁଥିଲା। ଛୁଆ ବେଙ୍ଗ ତା ଆଖି ଖୋଲିଲା ଦିନଠୁ ଏପରି ଏକ ବଡ଼, ମୋଟା ଓ ଭୟାନକ ଜୀବ କେବେ ବି ଦେଖିନଥିଲା। ବଳଦର ହମା ରଡ଼ି ଶୁଣି ସେ ଭୟଭୀତ ହୋଇଗଲା ଓ ଭୟରେ ଥରିବାକୁ ଲାଗିଲା। ଏମିତି ସେହି ସମୟରେ ଆଖି ପିଛୁଳାକେ ଛୁଆ ବେଙ୍ଗ ତାର ଭାଇ ଭଉଣୀଙ୍କ ପାଖରେ ଯାଇ ପହଞ୍ଚିଲା। ଛୁଆ ବେଙ୍ଗଟିର ଭୟରେ ପାଟିରୁ କଥା ବାହାରୁ ନଥାଏ। ଅନ୍ୟ 4 ଭାଇ ଭଉଣୀ କ'ଣ ହେଇଛି ବୋଲି ତାକୁ ପଚାରିଲେ। ଛୁଆ ବେଙ୍ଗଟି କହିଲା, ସେଇ ପଡ଼ିଆ ପାଖରେ ଗୋଟେ ଭୟାନକ ଜୀବ ଅଛି, ସେ ମୋତେ ମାରିବ ବୋଲି ଗୋଡ଼େଇଲା। ଏକଥା ଅନ୍ୟ ବେଙ୍ଗମାନେ ଶୁଣି ହସିବାକୁ ଲାଗିଲେ। ଭାବିଲେ, ନିଶ୍ଚିତ ଇଏ ଆମ ସହିତ ଥଟ୍ଟା କରୁଛି। ତେଣୁ ସେ ଛୁଆ ବେଙ୍ଗଟି ତା ଭାଇ ଭଉଣୀମାନଙ୍କୁ ସେ ଭୟାନକ ଜୀବ ପାଖକୁ ଦେଖେଇବାକୁ ନେଇଗଲା। ଦୂରରୁ ଥାଇ ସେ ଛୁଆମାନେ ବଳଦକୁ ଦେଖିଲେ। ଠିକ୍ ଏତିକି ବେଳେ ବଳଦ ଆଉ ଜୋରେ ହମାରଡ଼ି ପକେଇବାକୁ ଲାଗିଲା। ବଳଦର ହମାରଡ଼ି ଶୁଣି ଆଉ କ'ଣ ସେଇଠି ଛୁଆମାନେ ରୁହନ୍ତି? ନିଜ ପ୍ରାଣ ବଞ୍ଚାଇ ଶୀଘ୍ର ଘର ଆଡ଼େ ଧାଇଁଲେ। ଧାଇଁ ଧାଇଁ ଆସି ଘରେ ପହଞ୍ଚିଲେ ଏବଂ ମା'କୁ ସବୁ କଥା ଶୁଣେଇଲେ। ମା ବେଙ୍ଗ ତ ଖୁବ୍ ଅହଙ୍କାରୀ। ସେ ମୁହଁ ମୋଡ଼ି ଦେଇ ହସି ହସି କହିଲା, ଇଏ ଗୋଟେ କଥା, ସେ କ'ଣ ମୋଠୁ ବଡ଼ ହେଇଥିବ? ଛୋଟ ଜୀବ, ଡରିବାର କ'ଣ ଅଛି? ମାଙ୍କର ଏ କଥା ଶୁଣି ଛୁଆମାନେ କହିଲେ, ନା ନା ମା, ସେ ତମଠୁ ବି ବହୁତ ବଡ଼। ତାର 4ଟା ଲମ୍ବା ଗୋଡ଼, ବଡ଼ ବଡ଼ ଆଖି, ତା ମୁଣ୍ଡରେ ବଙ୍କୁଳି ବାଡ଼ି ପରିକା 2ଟା କ'ଣ ଅଛି। ତା ପେଟ ଆମ ଘରଠାରୁ ବି ବଡ଼ ହବ। ଏକଥା ଶୁଣି ମା ବେଙ୍ଗ କହିଲା, ଅସମ୍ଭବ, ଏ ଦୁନିଆରେ ସବୁଠାରୁ ବଡ଼ ଜୀବ ହେଉଛି ମୁଁ। ଛୁଆମାନେ ତ ଗୋଟେ ବଡ଼ ଜୀବକୁ ଦେଖିଛନ୍ତି, ତେଣୁ ସେ ତାଙ୍କ ମା ଆଗରେ ଏକଥା ବାରମ୍ବାର କହୁଛନ୍ତି। ପରେ ମା ବେଙ୍ଗ ଈର୍ଷାରେ ଭିତରେ ଭିତରେ ଜଳିବାକୁ ଲାଗିଲା। ହଉ, ମୋର ଅସଲ ରୂପ ଏବେ ଦେଖାଉଛି, ଏହା କହି ସେ ନିଜ ପେଟକୁ ଫୁଲେଇବାକୁ ଲାଗିଲା ଏବଂ ତା ଛୁଆମାନଙ୍କୁ ପଚାରିଲା, କ'ଣ ଏତିକି ବଡ଼? ଛୁଆମାନେ କହିଲେ, ନାହିଁ ମା, ୟାଠୁ ବି ବଡ଼। ମା ବେଙ୍ଗ ପେଟକୁ ଆହୁରି ଫୁଲେଇବାକୁ ଲାଗିଲା ଆଉ କହିଲା, ଏତିକି ବଡ଼? ଛୁଆମାନେ କହିଲେ, ନାଇଁ ମା, ୟାଠୁ ବି ବଡ଼। ମା ବେଙ୍ଗ ନିଜ ପାଖରେ କି ନିଜ ଛୁଆମାନଙ୍କ ପାଖରେ ହାରିବାକୁ ଚାହୁଁନଥିଲା। ତାକୁ
ସର୍ବଦା ବଡ଼ ହବାର ନିଶା ହାରିଥିଲା, ସେ ତା ବୁଦ୍ଧି ଓ ବିବେକ ହରାଇ ବସିଲା। ଏମିତି ଅହଙ୍କାରରେ ସେ ତା ପେଟ ଫୁଲେଇ କିଛି ଗୋଟେ ଶବ୍ଦ ହେଇ ତା ପେଟ ଫାଟିଗଲା ଆଉ ସେ ମୃତ୍ୟୁ ମୁଖରେ ପଡ଼ିଲା। ସେ ଭାବୁଥିଲା ଦୁନିଆରେ ତାଠାରୁ ବଡ଼ ଆଉ କେହି ବି ନାହାନ୍ତି। ତା ମନରେ ଅହଙ୍କାର ଥିଲା। ସେ ଯୋଗ୍ୟ ଅଯୋଗ୍ୟତାର ତଫାତ୍ ଭୁଲି ଯାଇଥିଲା। ଶେଷରେ ନିଜର ଅହଙ୍କାର ହିଁ ତାର ଜୀବନ ନେଲା। ତ ସାଙ୍ଗମାନେ, ଆଜି ଆମେ ଏ ଭିଡ଼ିଓରୁ କ'ଣ ଶିଖିଲେ ଯେ କେବେ ହେଲେ ଲୋଭ ବା ଅହଙ୍କାର କରିବା ନାହିଁ। ବେଳେବେଳେ ସେହି ଲୋଭ ଆମକୁ ବିପଦରେ ମଧ୍ୟ ପକାଇଥାଏ। ଭିଡ଼ିଓଟି ପସନ୍ଦ ଆସିଥିଲେ ପ୍ଲିଜ୍ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।